ପିଲାମାନେ ତମ ସମସ୍ତଙ୍କୁ ମୁଁ ସ୍ୱାଗତ କରୁଛି ମୋ ୟୁଟ୍ୟୁବ୍ ଚ୍ୟାନେଲ୍। ତ ପ୍ଲସ୍ ଟୁ ସେକେଣ୍ଡ ଇୟର୍ ଆର୍ଟ୍ସ ସାଇନ୍ସ କମର୍ସ ପିଲାମାନଙ୍କୁ ସ୍ୱାଗତ କରୁଛି। ପିଲାମାନେ କ'ଣ ନା ତମର ML ଓଡ଼ିଆର ଇତିହାସ ପ୍ରବନ୍ଧର ନେକ୍ସଟ 1 ମାର୍କିଆ କୋଶ୍ଚିନ୍ ଯେଉଁଟା ତମର ଏକ୍ଜାମ୍କୁ ଆସିବ 15 ମାର୍କର 1 ମାର୍କିଆ କୋଶ୍ଚିନ୍। 1 ମାର୍କିଆ କୋଶ୍ଚିନ୍ ନେକ୍ସଟ ପିଲାମାନେ ତ ଚାଲ ଷ୍ଟାର୍ଟ କରିବା। ଭିଡ଼ିଓ ଦେଖିବା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିଦେବ, ବେଲ୍ ଆଇକନ୍କୁ ଦବାଇଦେବ ନୂଆ ନୂଆ ନୋଟିଫିକେସନ୍ ପାଇଁ, ଲାଇକ୍ ସେୟାର କରିଦେବ। ତ ପ୍ରଥମ କୋଶ୍ଚିନ୍ କ'ଣ ଥିଲା, 25ଟା ପଢ଼ାଥିଲା, ଦେନ୍ ଆଉ 25ଟା ଅଛି। ତ ସ୍ଥୂଳ ଦୃଷ୍ଟି ମାନବ ନିକଟରେ ଜଗତଟା କ'ଣ? ସ୍ଥୂଳ ଦୃଷ୍ଟି ମାନବ ନିକଟରେ ଜଗତଟା କ'ଣ? ସ୍ଥୂଳ ଦୃଷ୍ଟି ମାନବ ନିକଟରେ ଜଗତଟା ଏକ ବିରୁଦ୍ଧ ଭାବପୂର୍ଣ୍ଣ। କ'ଣ ନା ଜଗତ ହେଉଛି ଏକ ବିରୁଦ୍ଧ ଭାବପୂର୍ଣ୍ଣ। ନେକ୍ସଟ, ସଂସାରରେ ସାଧାରଣତଃ କେତେ ଶ୍ରେଣୀର ମନୁଷ୍ୟ ଦୃଷ୍ଟ ହୁଅନ୍ତି? ସଂସାରରେ ସାଧାରଣତଃ କେତେ ଶ୍ରେଣୀର ମନୁଷ୍ୟ? ନା ସଂସାରରେ ସାଧାରଣତଃ 2 ଶ୍ରେଣୀର। କ'ଣ 2 ଶ୍ରେଣୀ? ଗୋଟେ ହେଉଛି ଏକ ଶ୍ରେଣୀ, ଆଉ ଗୋଟେ ହେଉଛି ଅପର ଶ୍ରେଣୀ। ସଂସାରରେ କେତେ ଶ୍ରେଣୀ? ନା 2 ଶ୍ରେଣୀ, ଗୋଟେ ହେଉଛି ଏକ ଶ୍ରେଣୀ, ଆଉ ଗୋଟେ ହେଉଛି ଅପର ଶ୍ରେଣୀ ସୃଷ୍ଟି ହୁଅନ୍ତି। ନେକ୍ସଟ, କେଉଁ ଶ୍ରେଣୀର ମନୁଷ୍ୟ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି? କେଉଁ ଶ୍ରେଣୀର ମନୁଷ୍ୟ? ନା କେଉଁ ଶ୍ରେଣୀ? ନା 2ଟି ଶ୍ରେଣୀ ଅଛି ଆମର, ଏକ ଶ୍ରେଣୀ ଅପର ଶ୍ରେଣୀ। ପୃଥିବୀର ନାନା ବସ୍ତୁ ଦର୍ଶନ କିଏ କରନ୍ତି? ନା ଏକ ଶ୍ରେଣୀର ମନୁଷ୍ୟମାନେ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି। ନେକ୍ସଟ, କେଉଁ ଶ୍ରେଣୀର ମନୁଷ୍ୟ ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ଓ ଚିନ୍ତାଶୀଳ? ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ଓ ଚିନ୍ତାଶୀଳ କେଉଁ ଶ୍ରେଣୀ? ଅପର ଶ୍ରେଣୀ। ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି ଏକ ଶ୍ରେଣୀ, ଏବଂ ସୂକ୍ଷ୍ମ ଦୃଷ୍ଟି ସମ୍ପନ୍ନ ଏବଂ ଚିନ୍ତାଶୀଳ ହେଉଛନ୍ତି କିଏ? ନା ଅପର ଶ୍ରେଣୀର ମନୁଷ୍ୟ। ନେକ୍ସଟ, କେଉଁ ଶ୍ରେଣୀର ଲୋକମାନଙ୍କ ଦ୍ୱାରା ପୃଥିବୀର ନାନାବିଧ ଉନ୍ନତି ସଂସାଧିତ ହୁଏ? କେଉଁ ଶ୍ରେଣୀର ଲୋକମାନଙ୍କ ଦ୍ୱାରା? ଅପର ଶ୍ରେଣୀର ଲୋକମାନଙ୍କ ଦ୍ୱାରା ପୃଥିବୀର ନାନାବିଧ ଉନ୍ନତି ସଂସାଧିତ ହୁଏ। ନେକ୍ସଟ, ମାନବ ସମାଜର ବୈଷୟିକ ଓ ଆଧ୍ୟାତ୍ମିକ ଉନ୍ନତି କାହା ପ୍ରଭାବରେ ସଂସାଧିତ ହେଉଛି? ମାନବ ସମାଜର ବୈଷୟିକ ଓ ଆଧ୍ୟାତ୍ମିକ ଉନ୍ନତି କାହା ପ୍ରଭାବରେ? ଚିନ୍ତାଶୀଳତା, ସୂକ୍ଷ୍ମ ଦୃଷ୍ଟି ବା ତତ୍ତ୍ୱ ନିରୂପଣ ପ୍ରୟାସର ପ୍ରଭାବରେ ମାନବ ସମାଜର ବୈଷୟିକ ଓ ଆଧ୍ୟାତ୍ମିକ ଉନ୍ନତି ସଂସାଧିତ ହେଉଛି। ନେକ୍ସଟ, ପ୍ରକୃତିସ୍ଥ ମନୁଷ୍ୟର ମନ କିପରି? ପ୍ରକୃତିସ୍ଥ ମନୁଷ୍ୟର ମନ କିପରି? ନା ପ୍ରକୃତିସ୍ଥ ମନୁଷ୍ୟର ମନ ହେଉଛି ନିତ୍ୟ କ୍ରିୟାଶୀଳ। କ'ଣ ନା ନିତ୍ୟ କ୍ରିୟାଶୀଳ। ନେକ୍ସଟ, ଚିନ୍ତାଶୀଳତା, ସୂକ୍ଷ୍ମ ଦୃଷ୍ଟି ବା ତତ୍ତ୍ୱ ନିରୂପଣ ପ୍ରୟାସ କାହାର ବିଶେଷ ଲକ୍ଷଣ? କାହାର? ନା ଚିନ୍ତାଶୀଳତା, ସୂକ୍ଷ୍ମ ଦୃଷ୍ଟି ବା ତତ୍ତ୍ୱ ନିରୂପଣ ପ୍ରୟାସ ମନୁଷ୍ୟର। କାହାର? ନା ମନୁଷ୍ୟର ବିଶେଷ ଲକ୍ଷଣ। ନେକ୍ସଟ, ଅନନ୍ତ ପ୍ରକୃତି ସଙ୍ଗେ କାହାର ନିତ୍ୟ ଯୋଗ ହୋଇଥାଏ? ଅନନ୍ତ ପ୍ରକୃତି ସଙ୍ଗେ କାହାର ନିତ୍ୟ ଯୋଗ ହୋଇଥାଏ? ନା ଅନନ୍ତ ପ୍ରକୃତି ସଙ୍ଗେ ପ୍ରକୃତିସ୍ଥ ମନୁଷ୍ୟର ନିତ୍ୟ ଯୋଗ ହୋଇଥାଏ। କାହାର? ନା ପ୍ରକୃତିସ୍ଥ ମନୁଷ୍ୟର। ନେକ୍ସଟ, ଅପରିଣାମଦର୍ଶୀ ମାନବ ପୃଥିବୀର କ'ଣ ଦର୍ଶନ କରି ଅବିଶ୍ୱାସ ହୁଏ? ଅପରିଣାମଦର୍ଶୀ ମାନବ ପୃଥିବୀର କ'ଣ ଦର୍ଶନ କରି? ନା ଅପରିଣାମଦର୍ଶୀ ମାନବ ପୃଥିବୀର ବିପରୀତ ଭାବ ଦର୍ଶନ କରି ଅବିଶ୍ୱାସ ହୁଏ। କ'ଣ? ନା ବିପରୀତ ଭାବ ଦର୍ଶନ କରି। ନେକ୍ସଟ, ଇତିହାସକୁ କେଉଁ ଶିକ୍ଷକ ଭାବରେ ଅଭିହିତ କରାଯାଇଛି? ଇତିହାସକୁ କେଉଁ ଶିକ୍ଷକ? ନା ଇତିହାସକୁ ଦ୍ୱିତୀୟ ଶିକ୍ଷକ। କେଉଁ ଶିକ୍ଷକ? ନା ଦ୍ୱିତୀୟ ଶିକ୍ଷକ ଭାବରେ ଅଭିହିତ କରାଯାଇଛି। ନେକ୍ସଟ, କେଉଁ ବସ୍ତୁ ଲାଭ କରିବା ପାଇଁ ମହାପୁରୁଷମାନଙ୍କୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ିଛି? କେଉଁ ବସ୍ତୁ ଲାଭ କରିବା ପାଇଁ? କେଉଁ ବସ୍ତୁ? ନା ପ୍ରତ୍ୟେକ ପ୍ରୟୋଜନୀୟ ବସ୍ତୁ ଲାଭ କରିବା ପାଇଁ ମହାପୁରୁଷମାନଙ୍କୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ିଛି। ନେକ୍ସଟ, କେଉଁମାନଙ୍କ ସମ୍ପର୍କରେ କିଞ୍ଚିତ୍ ଜ୍ଞାନ ଲାଭ କରିବା ଉଚିତ? କେଉଁମାନଙ୍କ ସମ୍ପର୍କରେ? ନା ପ୍ରାଚୀନ ମହାମାନିତ୍ୟ ପୁରୁଷମାନଙ୍କ ସମ୍ପର୍କରେ କିଞ୍ଚିତ୍ ଜ୍ଞାନ ଲାଭ କରିବା ଉଚିତ। ନେକ୍ସଟ, ପୁତ୍ର ପାଇଁ କ'ଣ ରଖିଯିବା ପିତାର କର୍ତ୍ତବ୍ୟ ନୁହଁ? ପୁତ୍ର ପାଇଁ କ'ଣ ରଖିଯିବା? ନା ପୁତ୍ର ପାଇଁ କେବଳ ପୈତୃକ ସମ୍ପତ୍ତି ରଖିଯିବା ପିତାର କର୍ତ୍ତବ୍ୟ ନୁହେଁ। ନେକ୍ସଟ,
ଜାତି ଅଯୋଗ୍ୟ ହେଲେ ତାହାର ଗତି କୁଆଡ଼େ? ଜାତି ଅଯୋଗ୍ୟ ହେଲେ ତାହାର ଗତି କୁଆଡ଼େ? ନା ରସା ତଳକୁ। ନେକ୍ସଟ, ମନୁଷ୍ୟର କେଉଁ ଅଭାବକୁ ଦୋଷ ବୋଲି କୁହାଯାଇଛି? ମନୁଷ୍ୟର କେଉଁ ଅଭାବ? ନା ସ୍ୱଜାତି ସଙ୍ଗେ ନିକଟ ସମ୍ପର୍କର ଅଭାବକୁ ମନୁଷ୍ୟର ଦୋଷ ବୋଲି କୁହାଯାଇଛି। ନେକ୍ସଟ, କ'ଣ ଉନ୍ନତି ଲାଭର ଉତ୍କୃଷ୍ଟ ସହାୟ? କ'ଣ? ନା ପୂର୍ବ ଗୌରବର ସ୍ମୃତି ଉନ୍ନତି ଲାଭର ଉତ୍କୃଷ୍ଟ ସହାୟ। ନେକ୍ସଟ, କ'ଣ ଦୃଷ୍ଟି ଶକ୍ତିକୁ ହ୍ରାସ କରିଦିଏ? କ'ଣ ପିଲାମାନେ? ନା ବିକୃତ ସ୍ୱଜାତି ପ୍ରିୟତା ଦୃଷ୍ଟି ଶକ୍ତିକୁ ହ୍ରାସ କରିଦିଏ। ନେକ୍ସଟ କ୍ୱେଶ୍ଚିନ୍, ମନୁଷ୍ୟର ଅନୁରାଗର କାରଣ କ'ଣ? ମନୁଷ୍ୟର ଅନୁରାଗର କାରଣ କ'ଣ? ନା ସ୍ୱଜାତି ସଙ୍ଗେ ନିକଟ ସମ୍ପର୍କ ହେଉଛି ମନୁଷ୍ୟର ଅନୁରାଗର କାରଣ। ନେକ୍ସଟ, ବର୍ତ୍ତମାନ ଯୁଗର ଇତିହାସରେ ମାନବ ଜୀବନର କେଉଁ ବ୍ୟାପାର ଯୋଗ ହୋଇଅଛି? ପିଲାମାନେ କେଉଁ ବ୍ୟାପାର? ନା ବର୍ତ୍ତମାନ ଯୁଗର ଇତିହାସରେ ମାନବ ଜୀବନର ସର୍ବବିଧ ବ୍ୟାପାର ଯୋଗ ହୋଇଅଛି। ନେକ୍ସଟ, ବିପରୀତ ପଥରେ ଗମନ କଲେ କ'ଣ ହେବ? ବିପରୀତ ପଥରେ ଗମନ କଲେ କ'ଣ ହେବ? ନା ବିପରୀତ ପଥରେ ଗମନ କଲେ ଉନ୍ନତିର ସୋପାନରେ ଆରୋହଣ କରିହେବ ନା ଉନ୍ନତିର ସୋପାନରେ ଆରୋହଣ କରିହେବ ନାହିଁ। ନେକ୍ସଟ, ଜଣେ ମନୁଷ୍ୟକୁ ଜାଣିବାକୁ ହେଲେ ତାର କ'ଣ ଜାଣିବା ଆବଶ୍ୟକ? କ'ଣ? ନା ଜଣେ ମନୁଷ୍ୟକୁ ଜାଣିବାକୁ ହେଲେ ତାର ସମଗ୍ର ଜୀବନର ଇତିହାସ ଜାଣିବାକୁ ହେବ। କ'ଣ? ସମଗ୍ର ଜୀବନର ଇତିହାସ। ନେକ୍ସଟ, ଜାତିର ଇତିହାସକୁ ସେଇ ଜାତିର କ'ଣ ବୋଲି ଯାଇବେ? ଜାତିର ଇତିହାସକୁ ସେଇ ଜାତିର କ'ଣ? ନା ଜାତିର ଇତିହାସକୁ ସେଇ ଜାତିର ଜୀବନ ରଚିତ ବୋଲାଯାଇପାରେ। ନେକ୍ସଟ, କେଉଁ ଜାତି କଳ୍ପନା ପ୍ରିୟ ଭାବରେ ଖ୍ୟାତ? କେଉଁ ଜାତି? ନା ହିନ୍ଦୁ ଜାତି ହିନ୍ଦୁ ଜାତି ଚିରକାଳ କଳ୍ପନା ପ୍ରିୟ ଭାବରେ ଖ୍ୟାତ। ନେକ୍ସଟ, ମନ୍ଦିର ଗୃହରେ ଖୋଦିତ ମୂର୍ତ୍ତି ଓ ଫଳକାଦିର ଦେଶରେ କ'ଣ ଲିଖିତ ହୋଇଛି? କ'ଣ? ନା ମନ୍ଦିର ଗୃହରେ ଖୋଦିତ ମୂର୍ତ୍ତି ଓ ଫଳକାଦିରେ ଦେଶର ଇତିହାସ ଲିଖିତ ହୋଇ ରହିଛି। ନେକ୍ସଟ, ପ୍ରଚଳିତ ଇତିହାସକୁ କାହା ସହିତ ତୁଳନା କରାଯାଇଛି? କାହା ସହିତ? ନା ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ ଗ୍ରାମ୍ୟ ଗଳ୍ପ ସହିତ ତୁଳନା କରାଯାଇଛି। ତ ଶେଷ କ୍ୱେଶ୍ଚିନ୍ ପିଲାମାନେ, ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସ କାହାର କଳ୍ପନା ମିଶ୍ରିତ ବିବରଣ? କାହାର? ନା ପ୍ରତ୍ୟେକ ଜାତିର ପ୍ରାଚୀନ ଇତିହାସ କେବଳ କେତେଗୁଡ଼ିଏ କ୍ଷମତାଶାଳୀ ବୀରପୁରୁଷମାନଙ୍କ କଳ୍ପନା ମିଶ୍ରିତ ବିବରଣୀ। ତ ପିଲାମାନେ ଇଏ ଥିଲା ତମର କ'ଣ? ନା 1 ମାର୍କିଆ କ୍ୱେଶ୍ଚିନ୍ ଇତିହାସ ପ୍ରବନ୍ଧର ସରିଗଲା। ନେକ୍ସଟ କ୍ଲାସ୍କୁ ପୁଷ୍ପପୁରରେ ବର୍ଷା ବର୍ଣ୍ଣନା ନେଇ ଆସିବା। ବହୁତ ଗୁରୁତ୍ୱପୂର୍ଣ୍ଣ କ୍ୱେଶ୍ଚିନ୍, ପଢ଼, 100% ତମର ଏକ୍ଜାମକୁ ଆସିବ। ତ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିଦେବ। ରହୁଛି, ଧନ୍ୟବାଦ, ଜୟ ଜଗନ୍ନାଥ।